ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୀବନୀ। ଥରେ ଫକୀରମୋହନ ଓ କବିବର ରାଧାନାଥ ରାୟ ଦୁଇ ଜଣ ମିଶି ଗୋଟିଏ ଡଙ୍ଗାରେ ବସି ଜଳପଥରେ ଦଶପଲ୍ଲାରୁ ଘରକୁ ଫେରୁଥିଲେ। ସେମାନେ ଆସିବା ବେଳେ ପ୍ରବଳ ବେଗରେ ଝଡ଼ ତୋଫାନ ଆରମ୍ଭ ହୋଇଗଲା। ଡଙ୍ଗାଟି ପବନ ମାଡ଼ରେ ଦୋହଲି ଏପଟ ସେପଟ ହୋଇ ବୁଡ଼ିଯିବା ଅବସ୍ଥାକୁ ଆସିଗଲା। ସେମାନେ ଜୀବନର ଆଶା ହରାଇ ବସିଲେ। ଫକୀରମୋହନ ତାଙ୍କ ବନ୍ଧୁ ରାଧାନାଥ ରାୟଙ୍କୁ ସାନ୍ତ୍ୱନା ଦେଇ ଧୈର୍ଯ୍ୟହରା ନ ହେବାକୁ ପରାମର୍ଶ ଦେଲେ। ଫକୀରମୋହନ କହିଲେ, ସତ୍ୟ ଅଛି ତ ଧର୍ମ ଅଛି। ଆମେ ଧର୍ମ ଡଙ୍ଗାରେ ବସିଛେ। ଈଶ୍ୱର କଦାପି ଏ ଧର୍ମ ଡଙ୍ଗାକୁ ଡୁବାଇ ଦେବେ ନାହିଁ। ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖି ଧୈର୍ଯ୍ୟ ଧର। ପ୍ରଭୁ ମଙ୍ଗଳମୟା। କିଛି ସମୟ ଝଡ଼ ତୋଫାନ କୁଆଡ଼େ ଉଭେଇଗଲା। ଫକୀରମୋହନ ବିଭିନ୍ନ ଗଡ଼ଜାତ ମାନଙ୍କରେ ଦେୱାନ ଥିବା ସମୟରେ ବିଭିନ୍ନ ପ୍ରକାରର ବିପଦର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ବଣ ଜଙ୍ଗଲରେ ଅଙ୍କା ବଙ୍କା ରାସ୍ତା ଦେଇ ଯିବା ବେଳେ ଫକୀରମୋହନ ଥରେ ନୁହେଁ ଅନେକ ଥର ବାଘ, ଭାଲୁ, ବାରହା ଆଦି ଅନେକ ହିଂସ୍ର ଜନ୍ତୁଙ୍କର ସମ୍ମୁଖୀନ ହୋଇଛନ୍ତି। ମାତ୍ର ସେମାନେ ଫକୀରମୋହନଙ୍କର କୌଣସି କ୍ଷତି କରିନାହାନ୍ତି। ବରଂ ଅହିଂସ୍ର ଜନ୍ତୁ ଭଳି ବାଟ ଭାଙ୍ଗି ଅନ୍ୟ ବାଟରେ ଚାଲିଯାଆନ୍ତି। ଜୀବନ ରାସ୍ତାର ଚଲାପଥରେ ତାଙ୍କର ଅନେକ ଶତ୍ରୁ ଥିଲେ ମଧ୍ୟ ଫକୀରମୋହନ ସତ୍ୟ, ଧର୍ମ, ନ୍ୟାୟ ମାର୍ଗରେ ଚାଲୁଥିବାରୁ ସେମାନେ ତାଙ୍କର କୌଣସି କ୍ଷତି କରିପାରିନାହାନ୍ତି। ଫକୀରମୋହନଙ୍କ ଜୀବନ କାଳ ମଧ୍ୟରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମନା କରିଛନ୍ତି। ଜନ୍ମର ମାତ୍ର 6 ବର୍ଷର ହୋଇଥିବା ବେଳେ ତାଙ୍କ ପିତା ଲକ୍ଷ୍ମଣଚରଣ ସେନାପତି ପୁରୀ ଧାମକୁ ତୀର୍ଥ କରିବାକୁ ଯାଇ ହଇଜା ରୋଗରେ ମୃତ୍ୟୁବରଣ କରିଥିଲେ। ପିତା ଲକ୍ଷ୍ମଣଚରଣଙ୍କ ଅକାଳ ମୃତ୍ୟୁ ହେବା ପରେ ତାଙ୍କ ମାତା ତୁଳସୀ ଦେଈଙ୍କୁ ଚାରିଦିଗ ଅନ୍ଧାର ଦିଶିଲା। ସଂସାର ଚିନ୍ତା ଓ ଏକମାତ୍ର ପୁତ୍ର ବ୍ରଜମୋହନ, ଫକୀରମୋହନ ତଥା ତାର ଭବିଷ୍ୟତ ଇତ୍ୟାଦି କଥା ଚିନ୍ତା କରି ନିରାଶ ହୋଇ ପଡୁଥିଲେ। ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି ଭଳି ତାଙ୍କର ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରୁ ସ୍ୱାମୀ ଲକ୍ଷ୍ମଣଚରଣଙ୍କ ମୃତ୍ୟୁର କିଛି ମାସ ପରେ ତୁଳସୀ ଦେଈ ମୃତ୍ୟୁବରଣ କରିଥିଲେ। ପାଳନକର୍ତ୍ରୀ ଜେଜେମା କୁଶିଳା ଦେଈ, ପ୍ରଥମ ପତ୍ନୀ, ପ୍ରଥମ ପୁତ୍ର, ସନ୍ତାନ ଆଦି ଏମିତି କେତେ ବିଜୁଳି ପରି ଚମକେଇ ହେଇ ଶାସ୍ତ୍ରନକୁ ଫେରି ଯାଇଛନ୍ତି। ଅନ୍ଧାର ଓ ଆଲୋକ ପରି ଫକୀରମୋହନଙ୍କ ଜୀବନରେ ଦୁଃଖ ଓ ସୁଖର ଖେଳ ସବୁବେଳେ ଲାଗି ରହିଥିଲା। ହେଲେ ତାଙ୍କ ଜୀବନରେ ଦୁଃଖର ମାତ୍ରା ବେଶୀ ଥିଲା। ଯାହା କ୍ଷଣକ ପାଇଁ ସୁଖ ଆସୁଥିଲା ତାହା ସକାଳର କୁହୁଡ଼ି ପରି ଥିଲା। ତାଙ୍କ ଜୀବନରେ ଦୁଃଖ ପୁଣି କାୟା ବିସ୍ତାର କଲା। ସେତେବେଳେ ଫକୀରମୋହନ ଦ୍ୱିତୀୟ ଥର ପାଇଁ ଡମପଡ଼ା ଯାଇଥାନ୍ତି। ତାଙ୍କ ସ୍ତ୍ରୀ କୃଷ୍ଣାକୁମାରୀଙ୍କ ଦେହ ଖରାପ ହେଲା। ଧୀରେ ଧୀରେ ଖାଇବା ପିଇବା ଛାଡ଼ି ଦେବାରୁ ଦିନକୁ ଦିନ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଲେ। ଫକୀରମୋହନ ତାଙ୍କ ପାଇଁ ଚିକିତ୍ସାରେ ଅବହେଳା କଲେ ନାହିଁ। ସେ ଶଯ୍ୟାଶାୟୀ ହୋଇଗଲେ। ବିଧାତାଙ୍କ ଇଚ୍ଛା ଅନ୍ୟ ପ୍ରକାର ଥିଲା। ସେ ସବୁଦିନ ପାଇଁ ଆଖି ବୁଜି ଦେଲେ। କୃଷ୍ଣାକୁମାରୀଙ୍କ ଭଳି ସତୀ, ସାଧ୍ୱୀ, ପତିବ୍ରତା ସ୍ତ୍ରୀଙ୍କୁ ହରାଇ ଫକୀରମୋହନଙ୍କ ଜୀବନ ହାହାକାରମୟ ହୋଇ ଉଠିଲା। ଏ ଦୁନିଆଟା ତାଙ୍କୁ ଅସାର ବୋଧ ହେଲା। ଫକୀରମୋହନ ଏ ଦୁଃଖ ସହ୍ୟ କରିପାରିଲେ ନାହିଁ। କୃଷ୍ଣାକୁମାରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ ତାଙ୍କ କୋଳରେ ଛାଡ଼ି ଯାଇଥିଲେ। ସେମାନଙ୍କୁ ଫକୀରମୋହନ କଟକରେ ଭକ୍ତକବି ମଧୁସୂଦନ ରାଓଙ୍କ ପାଖରେ ଛାଡ଼ିଦେଇ କର୍ମକ୍ଷେତ୍ରକୁ ଚାଲି ଯାଇଥିଲେ।